ଆଜିର ଏଇ ରେସିପିଟା ଖାସ୍ କରି ସେଇମାନଙ୍କ ପାଇଁ ଯେଉଁମାନେ ବାହାରେ ଜବ୍ କରୁଛନ୍ତି କି ଷ୍ଟୁଡେଣ୍ଟ ଅଛନ୍ତି ଆଉ ସମୟ ଅଭାବରୁ ନିଜ ନିଜ ଖାଇବା କଥା ବି ଭୁଲି ଯାଉଛନ୍ତି। ବନେଇବା ପାଇଁ ମାତ୍ର 30 ମିନିଟ୍ରୁ ବି କମ୍ ସମୟ ଲାଗିବ। ଖାଇବାକୁ ଯେତିକି ଟେଷ୍ଟି ସେତିକି ହେଲ୍ଦି ବି। ଜୟ ଜଗନ୍ନାଥ। ସୋନି ଯୋଡ଼ିଆ ରେସିପିକୁ ଆପଣ ସମସ୍ତଙ୍କୁ ବହୁତ ବହୁତ ସ୍ୱାଗତ। ପ୍ରଥମେ ମୁଁ ନେଉଛି 1.5 କପ୍ ବିରିୟାନୀ ଚାଉଳ। ଆପଣ ଚାହିଁଲେ ନର୍ମାଲ ଘରେ ଥିବା ଅରୁଆ ଚାଉଳରେ ବି ଏଇଟା କରିପାରିବେ। ମୁଁ ଏଇଠି ପାଖାପାଖି 300 ଗ୍ରାମର ଚାଉଳ ନେଇଛି। ଏବେ ଆମେ ଆକୁ ପାଣିରେ ଧୋଇକି ସଫା କରିଦେବା। ଦେଖନ୍ତୁ ଚାଉଳକୁ ମୁଁ ଭଲସେ ଧୋଇ ଦେଇଛି। ଏବେ ଆମେ ପାଣି ଗରମ କରିବା ଆଉ ସେଥିରେ ସ୍ୱାଦ ଅନୁସାରେ ଲୁଣ ଦେଇକି ଚାଉଳ ପକାଇଦେବା। ଆଉ ଏବେ କଭର କରିବେନି ୟାକୁ, ନହେଲେ ଭାତ ଅଧିକ ନରମ ହେଇଯିବ। କାହିଁକିନା ଏଇ ଚାଉଳଟା ମାତ୍ର 15 ମିନିଟ୍ରେ ରାନ୍ଧି ହେଇଯିବ। ଦେଖନ୍ତୁ 15 ମିନିଟ୍ ପରେ ହାତରେ ଟିକେ ଏମିତି ପ୍ରେସ୍ କରିବେ। ଯଦି ଭାତ ଭାଙ୍ଗି ଯାଉଛି ଜାଣିବେ ଯେ ଏଇଟା ହେଇଗଲାଣି। ଏବେ ଆମେ ଗ୍ୟାସ୍ ଅଫ୍ କରିଦେବା ଆଉ ୟାକୁ ବେଶୀ ଟାଇମ୍ ଏମିତି ନ ରଖିକି ପେଜଟା ଗାଳିଦେବା। ଦେଖନ୍ତୁ ଭାତ ପୁରା ଗୋଟା ଗୋଟା ହେଇକି ଅଛି। ଏବେ ଆମେ ପୁଣି ପାଣି ଗରମ କରିବା ଆଉ ସେଥିରେ ଦେବା 1 କପ୍ ସୋୟା ବଡ଼ି। 1.5 କପ୍ ଚାଉଳରେ 1 କପ୍ ବଡ଼ି ନେଇଛି। ଏବେ ଆମେ ୟାକୁ 10 ମିନିଟ୍ ସିଝେଇବା। ବଡ଼ି ଭଲସେ ସିଝିଲା ପରେ ଏବେ ଆମେ ଗ୍ୟାସ୍ ଅଫ୍ କରିକି କିଛି ଟାଇମ୍ ଥଣ୍ଡା ହେବାକୁ ଛାଡ଼ିବା। ଆଉ କଡ଼େଇରେ ତେଲ ଗରମ କରିକି ନେବା, ସେଥିରେ ସୋୟା ବଡ଼ି ତାକୁ ହାଲକା ଭାଜି ନେବା, ଯେମିତି କଞ୍ଚା ବାସ୍ନାଟା ଟିକେ ପଳେଇବ। ବେଶୀ ଭାଜିବେନି, ବାସ୍ ଟିକେ ହାଲକା କଲର୍ ଚେଞ୍ଜ ହେବା ଯାଏଁ ଭାଜିବେ। ଏବେ ଦେଖନ୍ତୁ ଏସବୁ ଭାଜି ହେଇଗଲାଣି। ଏବେ ଆମେ ୟାକୁ ଗୋଟେ ବାଉଲକୁ କାଢ଼ି ନେବା। ଏବେ ଆମେ ସେଇ କଡ଼େଇରେ ଆଉ 2 ଚାମଚ ତେଲ ନେବା ଆଉ ଦେବା 1 ତେଜପତ୍ର, ଖଣ୍ଡେ ଡାଲଚିନି, 1 ଅଳେଇଚ, 1 ଛୋଟ ଚାମଚ ଜିରା। ଜିରା ଟିକେ ଫ୍ରାଏ ହେଲା ପରେ ଦେବା 1 ଚାମଚ ଅଦା ରସୁଣ ଛେଚା। ଅଦା ରସୁଣକୁ ଛେଚିକି ଦେଲେ ଟେଷ୍ଟଟା ଭଲ ଆସିବ। ଏସବୁକୁ ହାଲକା ଗୋଲ୍ଡେନ୍ ହେଲା ପରେ ଏବେ ଦେବା 1 କଟା ହେଇଥିବା ବଡ଼ ପିଆଜ। ପିଆଜକୁ ଏମିତି ଲମ୍ବା ଆଉ ପତଳା କାଟିକି ନେବେ। ଆଉ ପିଆଜ ଟିକେ ଏମିତି ନରମି ଆସିଲା ପରେ ଏବେ ଦେବା 1 କଟା ହେଇଥିବା ଟମାଟୋ। ଟମାଟୋକୁ ବି ଟିକେ ସଫ୍ଟ ହେବା ଯାଏଁ ଭାଜିବା। ଟମାଟୋ 1ରୁ ଅଧିକ ନେବେନି, କାହିଁକିନା ଟେଷ୍ଟଟା ଅଧିକ ଖଟା ହେଇଯିବ। କାହିଁକିନା ଆଗକୁ ଆମକୁ ଏଥିରେ ଦହି ପକାଇବାର ଅଛି। ଏବେ ଦେବା 1 ଚାମଚ ହଳଦୀ, 1 ଚାମଚ କାଶ୍ମୀର ଲଙ୍କା ପାଉଡ଼ର, 1 ଚାମଚ ଧନିଆ ପାଉଡ଼ର, 1 ଚାମଚ ଗରମ ମସଲା ଆଉ 1 ଚାମଚ କରି ପାଉଡ଼ର। ଏସବୁକୁ ତେଲରେ ଟିକେ ଭାଜିଦେବା, ଟେଷ୍ଟଟା ଭଲ ଆସିବ ଆଉ କଲର୍ ବି। ଏବେ ଆମେ ଏଥିରେ ଦହି ଦେବା ପୂର୍ବରୁ ଗ୍ୟାସ୍ ଅଫ୍ କରିବା 2 ମିନିଟ୍ ପାଇଁ। ମସଲାକୁ ଟିକେ ଥଣ୍ଡା କରିବା, କାହିଁକିନା ଯଦି ଆମେ ଗରମ ମସଲାରେ ଦହି ଦେଇଦେବା ତାହେଲେ ଦହିଟା ଛିଡ଼ିକି ଛେନା ହେଇଯିବ। ମସଲା ଥଣ୍ଡା ହେଲା ପରେ 4 ଚାମଚ ଦହି ଦେଇଦେବା। ଦହି ଟିକେ ଖଟା ନେବେ। ମସଲାରେ ଦହିକୁ ମିଶାଇଲା ପରେ ଗ୍ୟାସ୍ ଅନ୍ କରିଦେବେ ଆଉ ଦେବା ସ୍ୱାଦ ଅନୁସାରେ ଲୁଣ। ଦହି ପକାଇଲା ପରେ ବାସ୍ନାଟା ଆହୁରି ବଢ଼ିଆ ଆସିବ ୟାର। ଯଦି ଆପଣଙ୍କୁ ଦହି ପସନ୍ଦ ନୁହଁ ତାହେଲେ ସ୍କିପ୍ କରିପାରିବେ। ଏବେ ଆମେ ଏଥିରେ ଆମର ଦେଇଦେବା ଫ୍ରାଏ କରିକି ରଖିଥିବା ସୋୟା ବଡ଼ି ଆଉ ମସଲାରେ ବଡ଼ିକୁ ଭଲସେ ମିଶାଇ ଦେବା। ବଡ଼ିରେ ମସଲା ଟିକେ ଭଲସେ ଆବଜର୍ଭ ହେବା ପାଇଁ 4ରୁ 5 ମିନିଟ୍ ପାଇଁ ୟାକୁ କଭର କରିଦେବା। ଏବେ 5 ମିନିଟ୍ ହେଇଗଲାଣି, କଭର କାଢ଼ିବା। ଦେଖନ୍ତୁ କେତେ କଲରଫୁଲ୍ ଦେଖାଯାଉଛି। ଆପଣ ଚାହିଁଲେ ଏମିତି ଖାଲିରେ ବି ରୁଟି କି ପରଟା ସହ ଖାଇପାରିବେ। ଏବେ ଆମେ ଏଥିରେ ଭାତ ଦେଇଦେବା ଆଉ ଭଲସେ ମିଶାଇ ଦେବା, ଯେମିତି ମସଲାରେ ଭାତ ପୁରା ଭଲସେ ମିଶିଯିବ। କିନ୍ତୁ ଏଥିରେ ଭାତ ପକାଇଲା ପରେ ଗ୍ୟାସ୍ ପୁରା ସ୍ଲୋ ରଖିବେ, ନହେଲେ ତଳୁ ଏଇଟା ପୋଡ଼ି ଯାଇପାରେ। ଦେଖିବାକୁ ଯେତିକି ଟେମ୍ପଟିଂ ଲାଗୁଛି ନା, ଖାଇବାକୁ ତାଠୁ ବି ଆହୁରି ଟେଷ୍ଟି ଲାଗିବ। ଭାତରୁ କାର୍ବୋହାଇଡ୍ରେଟ୍ ପାଇଯିବେ, ସୋୟା ବଡ଼ିରୁ ପ୍ରୋଟିନ୍ ପାଇଯିବେ, ଆଉ କିଛି ଏକ୍ସଟ୍ରା ବନେଇବା ଦରକାର ବି ପଡ଼ିବନି। ଏବେ କିଛି କଟା ଧନିଆ ପତ୍ର ଦେଇଦେବା ଆଉ ମିକ୍ସ କରିଦେବା। ଆପଣ ସକାଳ ଜଳଖିଆରେ ଏଇଟା ବନେଇ ପାରିବେ କି ଛୁଆଙ୍କ ଲଞ୍ଚ ବକ୍ସରେ ବି ଦେଇପାରିବେ। ୟାଠୁ ସହଜ ଆଉ ହେଲ୍ଦି ଖାଇବା ଆଉ କ'ଣ ହେଇପାରେ। ଯଦି ଡେଲି ଡେଲି ସେଇ ଭାତ, ଡାଲି, ତରକାରୀ ଖାଇକି ବୋର୍ ଲାଗୁଥିବ, ଥରେ ଏଇଟା ବନେଇକି ଦେଖନ୍ତୁ। ଏଇଟା ଆପଣଙ୍କ ଫେଭରେଟ୍ ହେଇଯିବ। ଆଉ ମୋତେ ଆପଣଙ୍କ ଫିଡ଼ବ୍ୟାକ୍ କମେଣ୍ଟରେ ନିହାତି ଜଣାଇବେ। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିବେ। ଆଗକୁ ଏମିତି ନୂଆ ନୂଆ ଭିଡ଼ିଓ ଦେଖିବା ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରିନେବେ। ଦେଖା ହେବା ନେକ୍ସଟ ଭିଡ଼ିଓରେ। ରହିଲି, ଜୟ ଜଗନ୍ନାଥ।